तेरे बाटो आइला रे बापा हाँ मनाना नहीं पड़ रहा बापा के पिलावन तो लाती ହେଲା ଆଜ୍ଞା ଆପଣ ମାନେ ଲକ୍ଷ୍ୟ ଦେବେ ନିଜର ସ୍ୱାମୀଙ୍କର ଶବକୁ ଧରି ସୁଧାନୁନି କନ୍ୟା ବସି କାନ୍ଦୁଛି। ଦେଖୁ ଦେଖୁ ବାପା ରାମ ରାତ୍ର ଗୋଟିକ ପାହିଗଲା। ରାଜା କଣ କଲେ ନା ପୁତ୍ରବଧୂଙ୍କୁ ନେଇ ଆସିବି ମନେ ବିଚାର କରି ମଧୁଶଯ୍ୟା ଗୃହକୁ ଚାଲିଗଲେ। ଦେଖିଲେ ସୁଧାନୁନି ବସି କାନ୍ଦୁଛି। ଡାକ ଦେଲେ ମା ସୁଧାନୁନି। କିଏ ତୁମେ ବାବା? କଣ ହେଇଛି ରେ ମା ତୋର? ତୁ କଣ ବସି କାନ୍ଦୁଛୁ? ବାବା ତମ ପୁତ୍ରକୁ ବାଘର ଆହାର କରିଦେଇଛି। ସୁଧାନୁନି ସୁଧାନୁନି ତୁ ମତେ କଣ ଶୁଣାଇ ପାରିଲୁ ରେ ମା? ପଣ୍ଡିତେ କହିଥିବା କଥା ଆଜି ସତ୍ୟ ଘଟିଛି। ମୋ ପୁତ୍ରକୁ ଏ ମଧୁଶଯ୍ୟା ଗୃହରେ ବ୍ୟାଘ୍ର ଆହାର କରିଛି। କେତେ ବାର ମନା କଲି ହେଲେ ମୋ ପୁତ୍ର ମୋ ବାକ୍ୟ ମାନିଲା ନାହିଁ। ଆଜି ବ୍ୟାଘ୍ର ମୁଖରେ ତା ଜୀବନ ଦେଲା। ନିଶ୍ଚୟ ଏକା କରି ଚାଲି ଗଲୁ ଆରେ
আরে মা সুধানুনি বাবা ଆମେ କାନ୍ଦି କାନ୍ଦି ଏଥରା ପୃଷ୍ଠେ ଲୋଟି ଗଲେ ସୁଧା ପୁତ୍ର ମୋର ଫେରିବ ନାହିଁରେ ମା ନା ବାବା ମାରେ ବାବା ମୁଁ ତୋତେ କଥା ଦେଉଛି ଆଜିଠାରୁ ତୁ ମୋର ବୋହୂ ନୁହଁ ତୁ ହେଲୁ ମୋର ଧର୍ମର ଝିଅ କେଉଁଠାରୁ ଗୋଟିଏ ରାଜପୁତ୍ର ଆଣି ତାରି ସହିତ ତୋତେ ମୁଁ ବାହା କରାଇବି ରେ ମା ନା ବାବା ମୁଁ ହଉଛି ଗୋଟେ ସତୀ ନାରୀ ମୁଁ ଅନ୍ୟ ପୁରୁଷକୁ ବାହା ହେବିନି ବାବା ସୁଧାନୁନି କହିଲା ନାହିଁ ବାପା ନାହିଁ ମୁଁ ପ୍ରଥମେ ତୁମ ପୁତ୍ର ସହିତ ବାହାଘର କଲି ଦିନେ ହେଲେ ସ୍ୱାମୀ ରୂପେ ଭୋଗ କରିପାରିଲି ନାହିଁ ଆପଣ କହୁଛନ୍ତି ପୁଣି ମୁଁ ଦ୍ୱିତୀୟ ସ୍ୱୟଂବର କରିବି ନାହିଁ ବାପା ମୁଁ ଯେବେ ସତୀ ଆଉ ପତିବ୍ରତା କନ୍ୟା ହୋଇଥିବି ନିଶ୍ଚୟ ମୋର ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିବି ନିଶ୍ଚୟ ଯଦ୍ୟପି ସ୍ୱାମୀଙ୍କୁ ମୋର ମରଣ ମୁଖରୁ ଫେରାଇ ନ ଆଣିପାରେ ନିଜେ ସ୍ୱାମୀଙ୍କ ସହିତ ସତୀ ତାହା କରିବି ଏ କଥା ଶୁଣି ଦେଇ ରାଜା କହିଲେ ମା ଏଣିକି ତୋରି ଇଚ୍ଛା ପ୍ରଜାମାନଙ୍କୁ ଡାକି କହିଲେ ପ୍ରଜାମାନେ ଚାଲ ମୋର ପୁତ୍ରର ଶବକୁ ନେଇ ଶ୍ମଶାନ ଭୂଇଁରେ ସଂସ୍କାର କରିବା এই তো দুনিয়া কেহি নহে আপনার কালি জিলা স্বামী অতি আপনার কালি জিলা অতি আপনার হেলাজি সাত বন্ধুরে বন্ধুরে স্বামী বন্ধুরে হো বন্ধুরে ନା ମୁଁ ଛାଡ଼ିବିନି ଛାଡ଼ିବୁନୁ ନା ହଁ ମା ଦେଖି ଆଉ ନାଇଁ ଟିକେ ଦେଖିବା ନାଟିକାଟା ହେଇଛି ନା ନା ହଁ ନାଇଁ ଆଗ ଏଇ ଆଗ ନାଟିକା ଦେଖିଲେ ଆଗ ଧରିକି ଚଲ ଘ କେତେ ହେଇଛି ସବୁ ଅକାଟା ଖିଆ ପତ୍ର ଭଳିଆ ରୁକୁଲି ଅଛି ମତେ କହିଥିଲେ ହେଲେ ତାର ସବୁ ଦେବାଟେ ମନ ଲାଗିଲେ ବନ୍ଧୁ ଯାଇଥିଲେ ଭୂତ ହେଇକି ମତେ ଡରେଇବା ପଡା ସବୁବେଳେ ବନ୍ଧ ଦିବ୍ୟଲୋଚନା କେଣ ମାଡ ମାଇଲୁ ନୂଆରେ ବିବାହିଥିଲା ମତେ ପ୍ୟାଣ୍ଟ ସାର୍ଟ ଦେଇକି କଣ୍ଠ ନେଇ ଯାଇଥିଲା ହେଲେ ବନା ନାହିଁ ଆଉ ଦେଇକି ଦଉଡ଼ି ରାତିରେ ମରିବାଳୁ ଦେଇଦେବେ କେତେ ଦିବ୍ୟଲୋଚନା ଆଜ୍ଞା ସବୁ କାଁଚ ପଡିଗଲା ମରିଗଲା ଦିବ୍ୟଲୋଚନା ଆଖି ପତା ନାଟିକାଟା ପଡିଯିବା ଆଖି ବାଟା ନାଟିକାଟା ପଡିଛି ଦିବ୍ୟଲୋଚନା ତୁ ସତରେ ମରିଯାରେ ଭାଗ ଆମକୁ ଅଧିକ ପଡିଗଲେ ଭଗବାନ
ଆଜ୍ଞା ମରିବ ବୋଲି ସବୁ ନାକରେ କାନରେ ସବୁ ଲଗେଇବାରେ ସବୁ ଲଗେଇନି କିଛି ଆଜ୍ଞା ବେକରେ ଲଗେଇନି ହାତରେ ଲଗେଇନି ଦାନ୍ତ ପାଖରେ ହେଇଗଲା ଝାପ ପକେଇ ନାଚିଆ ଗଲା ଆମେ ଝାପ ପକେଇ କି ବଡ ରୋଗଟା ବାହାରିଲା ହେ ପ୍ରଭୁ କେତେ ଦିନ ହେଲା ନାଇଁ ଉଠୁନି ଦିବ୍ୟରାତ୍ର ଦାସ ଏଇ ପିଣ୍ଡରେ ପ୍ରାଣ ନାହିଁ ଏଇ ପିଣ୍ଡକୁ ଆମେ ଦାହ କରୁଅଛୁ ଏଠକୁ 10 ନାହିଁ 12 ନାହିଁ 14 ନାହିଁ କଣ ରେ 10 ନାହିଁ 12 ନାହିଁ 11 ନାହିଁ 14 ନାହିଁ ମଶାନରେ ଡାକୁଛନ୍ତି କି ଆଜ୍ଞା ଏଥିରେ ଆମର କିଛି ଦୋଷ ନାହିଁ ଏଥିରେ ଆମର କିଛି ଶିଳାକା ନାହିଁ କଡା ଏକା ନାହିଁ କହିଲେନି କି କହ ଏଥିରେ ଆମର କିଛି ଦୋଷ ନାହିଁ ଏଥିରେ ଆମର କିଛି ଆଗେ ଯୋଉଟା କହିଲେ ଶିଳା ନାହିଁ ଏ ଦୋଷ ନାହିଁ ବୋଲି କହରେ ମୋର ହବନି ଆଜ୍ଞା ଏଥିରେ ଆମର କିଛି ଦୋଷ ନାହିଁ ଖାଲି ପାଣି ଆଜ୍ଞା ଆସ ଏଥିରେ ଆମର କିଛି ଆଗେ ଯୋଉଟା କହିଲେ ଶିଳା ନାହିଁ ହଁ ଆମେ ଯାହା କରୁଅଛୁ ଏଠକୁ ସାକ୍ଷୀ କୋର୍ଟ କୋର୍ଟରେ ଯଦି ବିଚାରଣା ହବ ଏଇ ପଦା ଦେଇ ଗାଁ ଲୁଗା ସାକ୍ଷୀ কই কৌড়ি বিচি বিচি গঙ্গা জল ছিছি ঘরে বিদা যাচ্ছি দুনিয়া ছাড়ি দুনিয়া ছাড়ি সংসার মতিলা চুয়ারে পালিয়া রে পালিয়া রে পালিয়া রে কোটেলা দুলারে যাচ্ছি মুক্তি মাথারি তু বুঝিবু राम नाम सत्य है हरि नाम सत्य है हरि नाम सत्य है राम नाम सत्य है राम नाम सत्य है हरि नाम सत्य है हरि नाम सत्य है राम नाम सत्य है राम नाम सत्य है हरि नाम सत्य है हरि नाम सत्य है राम नाम सत्य है हरि नाम सत्य है राम नाम सत्य है हरि बोलो हरि बोलो हरि बोलो हरि बोलो ओए कौन है रे ये हपको मोड़ घुंचुची रे गुंचुची हाँ ଆଉ ଟିକେ ଦବ हाँ दे दे ଏମିତି କଣ ହଉଛି ଆଜ୍ଞା कही जाने ହରି ବୋलो ନାଇଁ ଆଜ୍ଞା हाँ ଗୋଟେ ବୋଲେ ପୁଅ ରଜାର ଗୋଟେ ବୋଲେ ପୁଅ हाँ ଏ ସମ୍ପତ୍ତି ବାର ଦେଖିକି ଲୋକ ଦେଇ ହଁ, ଏକ ସତ। ଦୁଇରେ ନୂଆରେ ବିବାହ ଥିଲା ଚଉଠି ରାତିରେ ହେଇନି ସମ୍ପତ୍ତି ଥିବ ଲୋକ ଯିବ ओ ତେଣୁ ଗୋଟେ ହମ୍ପମ୍ପ ହଉଛି ଆଜ୍ଞା ଆଜ୍ଞା ଆପଣ ମାନେ ଲକ୍ଷ୍ୟ ଦେବେ ଯେତେବେଳେ ପୁତ୍ର ମୁଖରେ ଅଗ୍ନି ସଂଯୋଗ କରିଛନ୍ତି ସେ ସମୟରେ ସୁଧାନୁନି କନ୍ୟା ମନରେ ବିଚାର କଲା ସ୍ୱାମୀଙ୍କ ସହିତ ନିଜେ ଆଜି ସତୀ ତାହା ଦେବୀ ଦେବଇଲା ଏହି କଥା ଜାଣିଦେଲେ ସତ୍ୟନାରାୟଣ 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 ଯୋଗୀ ବେଶକୁ ସେ ପ୍ରଭୁ କରିଲେ ଧାରଣ କରିଲେ ଧାରଣ କରିଲେ ଧାରଣ ମତେ କମଣ୍ଡଳ ଧରି ପ୍ରଭୁ ଚଳିଗଲେ ପ୍ରଭୁ ଚଳିଗଲେ ପ୍ରଭୁ ଚଳିଗଲେ ଶ୍ମଶାନ ଭୂଇଁରେ ଯାଇ ହାଜର ହୋଇଲେ ହାଜର ହୋଇଲେ ହାଜର ହୋଇଲେ ଆଜ୍ଞା ଯେତେବେଳେ ସୁଧାନୁନି କନ୍ୟା ଅଗ୍ନିରେ ଡେଇଁବା ପାଇଁ ଅଗ୍ରସର ଅଛି ସେ ସମୟରେ ପ୍ରଭୁ ନାରାୟଣ ଅନ୍ତର୍ଯାମୀନାଥ ଅନ୍ତରେ ଜାଣିଲେ ନିଜେ ଗୋଟିଏ ଯୋଗୀ ବେଶ ଧାରଣ କରି ନିଶ୍ଚୟ ହସ୍ତରେ କମଣ୍ଡଳ ଗୋଟିଏ ଧରି ହଁ ଶ୍ମଶାନ ଭୂଇଁରେ ସୁଧାନୁନି ନିକଟେ ପହଞ୍ଚି ଗଲେ ଡାକ ଦେଲେ ସୁଧାନୁନି କିଏ ତୁମେ ମୁଁ ହେଉଛି ଜଣେ ଯୋଗୀ ଆରେ ମା ତୁ ଏ କଣ କରିବାକୁ ଯାଉଛୁ ଯାହା କରୁଛି ଠିକ ଯାହା କରୁଛି କରୁଛି ଠିକ କରୁଛି ନାହିଁ ରେ ମା ମାନବ ଜୀବନ ହେଉଛି ଦୁର୍ଲଭ ଜୀବନ ହଁ
ଏତେ ବଡ ଦୁର୍ଲଭ ଜୀବନକୁ ବିସର୍ଜନ କରୁନାହିଁ। କାହିଁକି ବାବା? କାହିଁକି ବାବା? ଏଥିରେ ସମସ୍ତ ଦୋଷୀ ହେଉଛି ତୋ ଶ୍ୱଶୁର। କିପରି? କିପରି? କାହିଁକି ନା ବହୁଦିନ ତଳେ ପ୍ରଭୁ ସତ୍ୟନାରାୟଣ ଯାଇଥିଲେ ଫକୀର ବେଶ ଧାରଣ କରି ହଁ। ତୋର ଶ୍ୱଶୁର ଦ୍ୱାରକୁ ଆହା ହଁ। ମାଗିଥିଲେ ସେ ମିଠେଇ ଶ୍ରେଣୀ ଭିକ୍ଷା। ଆହା ଆଚ୍ଛା। ତୋ ଶ୍ୱଶୁର ମିଠେଇ ଶ୍ରେଣୀ ଭିକ୍ଷା କଣ ଦେବ? ଦେଇଥିଲା ଅନେକ ଆଘାତ। ମାଡ ଖାଇ ନିରାଶରେ ଅପମାନିତ ହୋଇ ଫେରି ଯାଇଥିଲେ ପ୍ରଭୁ ସତ୍ୟନାରାୟଣ। ଆଚ୍ଛା। ଆଜି ଏଇ ନାଟକ ସୃଷ୍ଟି କରିଛନ୍ତି ସେଇ ନାରାୟଣ। ହଁ। ହେଲେ ମାରେ ତୋ ସ୍ୱାମୀକୁ ମୁଁ ଦେବି ଜୀବଦାନ। ଆହା ଯେତେବେଳେ ତୋ ସ୍ୱାମୀ ଜୀବନ ପାଇବେ ସେହି ପ୍ରଭୁ ନାରାୟଣଙ୍କର ଦିନ ପରେ ଦିନ 16 ଦିନ ବସେ 16 ପୂଜା ସମ୍ପୂର୍ଣ୍ଣ କରିବୁ। କରିବୁ ବାବା। ତୁ ଆଡ ହେଇଯାରେ ମା, ଦେଉଛି ତୋ ସ୍ୱାମୀକୁ ମୁଁ ଜୀବଦାନ। ପାଣି ସିଞ୍ଚି ନାରାୟଣ ଦେ, ବୋଲେ ପୁତ୍ରେ ଦେ ନିଦ୍ରାରୁ ଉଠିଲା ପରାୟ ଉଠିଲା ସେ ନନ୍ଦନ ନିଦ୍ରାରୁ ଉଠିନ ପରାୟ ଉଠିଲା ସେ ନନ୍ଦନ। ଆଜ୍ଞା ପ୍ରଭୁ ନାରାୟଣ କମଣ୍ଡଳ ମଧ୍ୟରୁ ଜଳ ବାହାର କରି ପୁତ୍ର ମୁଖରେ ସିଞ୍ଚି ଦେଇ ପୁତ୍ରକୁ ସଚେତ କରାଇଲେ। ଆହା ପୁତ୍ରର ନିଦ୍ରାରୁ ଉଠିଲା, ପ୍ରାୟ ଉଠି ବସିଲା। ଆହା ନବ ଦମ୍ପତି ଯୋଗୀଙ୍କ ଚରଣ ତଳେ ପ୍ରଣିପାତ ହେଲେ। ଆହା ଶେଷରେ ସୁଧାନୁନି କହୁଛି ବାବା, ଆହା ତମେ କିଏ ବାବା? ଆରେ ମା ମୁଁ ପ୍ରକୃତରେ ଯୋଗୀ ନୁହେଁ, ମୁଁ ହେଉଛି ସେଇ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ସତ୍ୟ ନାରାୟଣ। ତୁମର ଏଇ ପାପ ନେତ୍ରରେ ମୋର ପୂର୍ଣ୍ଣ ଛବି ଦେଖିପାରିବ ନାହିଁ। ଆଉ ଆହା ଚକ୍ଷୁ ମୁଦ୍ରିତ କର, ଦେଲି ତୁମକୁ ଏବେ ଦିବ୍ୟ ଚକ୍ଷୁ। ଆହା ଚକ୍ଷୁ ଖୋଲି ଦେଖ ମୋର ଶଙ୍ଖ ଚକ୍ର ଗଦା ପଦ୍ମ। ହେବାଚିତି କାରିନ୍ଦି ତଟଦିନ ସଙ୍ଗୀତ କରବ ମୁଦାଧୀରି ନାରୀ ବଦନ କମলা ସାରୁ ମଧୁପ রমা শম্ভু ব্রহ্মা সুরপতি গণেশার্চিত পদ জগন্নাথ স্বামী নয়ন পথগামী ভব তুমি। ଆରେ ମା ବାବା। ମୁଁ ତୁମ ନବ ଦମ୍ପତିଙ୍କୁ ଦେଉଛି ଆଶୀର୍ବାଦ। ଆହା ତୋ ସ୍ୱାମୀ କି ନେଇ ଚାଲିଯିବୁ ତୋ ଶ୍ୱଶୁର ନିକଟକୁ। ହଁ ବାବା। ତୋ ଶ୍ୱଶୁରକୁ କହି ସତ୍ୟ କରାଇ ମୋର ଦିନ ପରେ ଦିନ